ଆଚ୍ଛା ସୁଧୀର ତ? ଆଜ୍ଞା ଭାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। କେମିତି ଅଛ? ଭଲରେ ଅଛ? ହଁ ଭାଇ ଭଲ ଅଛି। କଣ ଏବେ ଗୋଟେ ତମେ ପୁରା ରାଜନନ୍ଦିନୀରେ ରହିଲଣି 2 ବର୍ଷ ହେଲାଣି? ହଁ ଭାଇ। ଏ ବର୍ଷ ବା ସେଇଠି ଫାଇନାଲ ହେଇଥିଲା 2025-26। ହଁ ପହଞ୍ଚି ହେଇଥିଲା ସବୁ ବି ମୋର ବି ମାଲିକ ସାଙ୍ଗରେ ଭଲ ମାଲିକ ବି ଏଗ୍ରିମେଣ୍ଟ ବି କରିଛି ଏ ବର୍ଷ ହେଲା ଏ ବର୍ଷ ପାଇଁ ହେଲା କି। ହଁ ପଲେଇ ବାବୁ ତ ବଢିଆ ଲୋକ। ହଁ ସେ ବାପନା ବାବୁ ଭଲ ଲୋକ ଏଗ୍ରିମେଣ୍ଟ ବି କରିଛି 2 ବର୍ଷ ରହିଲେଣି ସେଠି। ଆଚ୍ଛା ମାଲିକ କହୁଛନ୍ତି ପିଓର ଆଣ୍ଡ ପରଫେକ୍ଟ। ଆଚ୍ଛା ପତ୍ର ପତ୍ର ଭଲ ଭଲ ସବୁ ବ୍ୟବହାର ସବୁ ଭଲ। ଆଚ୍ଛା ପୁଣି ଗୋଟେ କାଲି ଗୋଟେ କାହିଁ ମୁଁ ଫୋନ ଲଗେଇକି ପଚାରିଲି ମୁଁ କହିଲି କାଲି ସୁଧୀର ଗୋଟେ ପୋଷ୍ଟ ଦେଖିଲି ତ ଫେସବୁକ ରେ ହଁ ଏଇଟା ସତ ଏଟା। ଯୋଉ ରହୁନି ବୋଲି ରାଜନୀତି ଏଇଟା ଆଉ କଣ ଆଉ କୋଉଠି। ନାଇଁ ନାଇଁ ରହିବା କଥାଟା ନୁହେଁ। ଯୋଉ ପ୍ରଥମ ଗୋଟେ ପୋଷ୍ଟ ଦେଖିଲି ମୁଁ 2025-26ରେ ଆଜ୍ଞା ରାଜନନ୍ଦିନୀରେ ରହୁନାହିଁ। ଆଜ୍ଞା ଏଇଟା କଣ ସତ୍ୟ? ହଁ ଏଇଟା ସତ୍ୟ। ଆଉ ତାପରେ ଗୋଟେ ପୋଷ୍ଟ ଦେଖିଲି ଭାନୁ ମିଶ୍ର ପରମ ଇଏ ତ? ଏମ୍ ଡ୍ୟାସ୍ ହଁ। ହଁ ସେଟା ମୁଁ ବି ଲେଖିଛି ହଁ ମୋ ପୋଷ୍ଟ ଭୁଲ ନା କଣ? ମୁଁ ଯଦି ଆଜି ରହୁନି ଯାତ୍ରା ବାଟରେ କେବଳ ଭାନୁ ମିଶ୍ର ପାଇଁ ହେଲା କି। ଆରେ 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 କଣ କଣ ସେ କାହିଁ ଏମିତି 2 ବର୍ଷ ହେଲାଣି ଚଳିଲ କଣ ଏମିତି କଣ ଦି ଅସୁବିଧା ହେଲା? ବର୍ଷ 2 ବର୍ଷ ହେଲା ଭାନୁ ମିଶ୍ର ପାଇଁ ମୁଁ ରହିନି ଯାତ୍ରା ବାଟରେ। ଭାନୁ ମିଶ୍ର ମତେ ଯାତ୍ରା ବାଟରେ ରଖି ନାହିଁ। ତାମାନେ ପଲେଇ ବାବୁ ରଖିଥିଲେ? ମତେ ପ୍ରଥମ ବର୍ଷ ଯାଇଥିଲି ମୁଁ କାର୍ ଥ୍ରୋ ଯାଇଥିଲି ହେଲା କିଏ ମତେ ନେଇଥିଲା ଯାହା ମୁଁ ପ୍ରଥମ ଯାଇ ଜଏନ କରିଥିଲି ମୋର 2 ବର୍ଷ ହେଲା ପ୍ରଥମ ବର୍ଷ ଗଲି। ଆଚ୍ଛା ସେକେଣ୍ଡ ବର୍ଷ ମାଲିକ ରଖିଛନ୍ତି ଥାର୍ଡ ବର୍ଷ ହିଁ ମାଲିକ ମତେ ଏଗ୍ରିମେଣ୍ଟ କରେଇଛନ୍ତି। ଆଚ୍ଛା ଏଗ୍ରିମେଣ୍ଟ କରେଇକି ବି ମତେ ଅପ୍ ଟୁ 20% ଆଡଭାନ୍ସ ବି ଦେଇଛନ୍ତି ଏଗ୍ରିମେଣ୍ଟ ବି ହେଇଛି। ଆଚ୍ଛା ଏ ବର୍ଷ ପାଇଁ ମାନେ ତୃତୀୟ ବର୍ଷ ପାଇଁ। ଆଚ୍ଛା ଏଇ 25-26 ପାଇଁ? ହଁ ଆଚ୍ଛା 2 ବର୍ଷ ପରେ ତୃତୀୟ ବର୍ଷ ପାଇଁ ମାଲିକ ମତେ ବି ଅପ୍ ଟୁ ଆଡଭାନ୍ସ ଯେତିକି ଆମାଉଣ୍ଟ କଥା ହେଇଥିଲା ଆଚ୍ଛା ଏଇଟା ପବ୍ଲିସିଟି କରିହବନି ଏଇଟା ଆପଣ କହୁଛି। ହଁ 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 ସେଇ ଆଡଭାନ୍ସ ରେ ଅପ୍ ଟୁ ଯାଇଥିଲି ଏଗ୍ରିମେଣ୍ଟ ବି କରିଛି। ହଁ 20% ମୁଁ ଏକା ନୁହେଁ ମୋ ସ୍ୱାମୀ ସ୍ତ୍ରୀ ଆମ ସ୍ତ୍ରୀ ଡ୍ୟାନ୍ସର। ଆଚ୍ଛା ଆଚ୍ଛା ହଁ ହଁ ଆଉ 20% ଆଡଭାନ୍ସ ଦେଇ ସାରିଛନ୍ତି। ଆଚ୍ଛା ଆଉ ବାବୁ କହିଥିଲେ ଛୁଟିରେ ଦେବେ ସେ ଭଲ ମନ୍ଦ ଏଟା ଯେହେତୁ 2 ବର୍ଷ ହେଲାଣି ଗୋଟେ ଭାଇଚାରା ଅଛି ନା। ଆଚ୍ଛା ବାବୁ ବି ଆର ବର୍ଷ ମୁଁ ଯାଇଥିଲି କିଛି ପଇସା ଆଡଭାନ୍ସ ଥିଲା ମତେ ଗଲେ ଦେଇଛନ୍ତି। ଆଚ୍ଛା ଯୋଉ ଥର ଦେଇଛନ୍ତି ସେଇଟା ମତଲବ ନାହିଁ ପଇସା ଦେଇଛନ୍ତି ସେଠି ସବୁ କ୍ଲିୟର ହବ ମାନେ ମାଲିକଙ୍କ ତରଫରୁ ତାଙ୍କ ପାଟିରେ କିଛି ଅଡୁଆ ନାହିଁ। ବର୍ତ୍ତମାନ ଅସୁବିଧା ଟା କଣ ହେଲା କାହିଁ ମନା ଅସ୍ କରୁଛ ପୁଣି ଯିବନି ବୋଲି? ଅସୁବିଧା ହଉଛି କେବଳ ଭାନୁ ମିଶ୍ର ପରିଚାଳକ। ଆରେ ଆରେ କଣ ସେ କଲା ଏମିତି କଣ ଗୋଟେ ଯେହେତୁ ସେ ପରିଚାଳକ ମୁଁ ସେ ପରିଚାଳକ ପାଇଁ କେବଳ ଯାତ୍ରାଟି ମୁଁ ଛାଡୁଛି ଆଉ କିଛି ନାହିଁ ମୋର ଏଗ୍ରିମେଣ୍ଟ ହେଇଛି। ମୁଁ ରହିବା ପାଇଁ କଥା ହେଇଛି ଆମ ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ହେଇଛି। ଆଚ୍ଛା ମୋ ଦର ଯାତ୍ରା ଜଗତରେ ମୁଁ ପଚାରିବି ଟିକେ ସୁଧୀର ଏ ଆଜ୍ଞା ଯୋଉ ପରିଚାଳକ ମାନଙ୍କର କଣ ଏଇ ଆଙ୍କରିଂ ବାଲାଙ୍କ ଉପରେ ବେଶୀ ରାଗ ନା କଣ? ଭାଇ ଏ ବାବଦରେ ମୁଁ କହିପାରନ୍ତି କିନ୍ତୁ ସବୁ କ୍ଷେତ୍ରରେ ଆଚ୍ଛା ମାଲିକ ମାନେ ସମସ୍ତେ ଠିକ ମାଲିକ ମାନେ କଣ ମାଲିକ ମାନେ ପଇସା ଦଉଛନ୍ତି ସବୁ ଠିକ। ମାଲିକ ମାନଙ୍କୁ ପରିଚୟ ଯେହେତୁ ମାଲିକ ମାନଙ୍କର ପାଟି ପାଖରେ ରହୁଛନ୍ତି କି? ନା ପଇସା ମାଲିକ ଖର୍ଚ୍ଚ କରୁଛନ୍ତି ସେମାନେ କୁହନ୍ତି ଆମ ପାଟି ଚାଲୁ ସଂସ୍ଥା ଚାଲୁ ସେମାନେ ପାର୍ଟି ଗୋଟେ ଚଳଉଛନ୍ତି ହୁଁ କିନ୍ତୁ ମାଲିକ କୁ ପାର୍ଟି ଚଳେଇବା ଲୋକ ହଉଛନ୍ତି ମୁଖ୍ୟ ପରିଚାଳକ ଯିଏ ଦାୟିତ୍ୱରେ ଥାନ୍ତି। ହଁ ପାଟି ଯିଏ ଜଗିକି ରହନ୍ତି ଏମଡି ହଁ। ଯେମିତି ଓଡିଶାରେ ସବୁ ମ୍ୟାନେଜର ସମାନ ନୁହନ୍ତି ମୁଁ କହିଲି ଓଡିଶାରେ ଯେତେଟା ପାର୍ଟି ସେତେଟା ମ୍ୟାନେଜର ମୁଖ୍ୟ ପରିଚାଳକ। ହଁ 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 ତା ଭିତରେ କିଛି ବି ଅଛନ୍ତି ପିସିଖିଆ ମେଞ୍ଜର ମୁଁ ଏଟା ରିଅଲ କହୁଛି। ନିଶ୍ଚିନ୍ତ ପିସିଖିଆ ନିଶ୍ଚିନ୍ତ ମେଞ୍ଜର ହଁ ପିସିଖିଆ ହଁ ଯୋଉମାନେ କି କଳାକାରଙ୍କୁ କୁହନ୍ତି ଏ ବାବଦରେ ଯଦି ବି ସମୟ ଆସେ ମୁଁ ରେକର୍ଡିଂ ବି ଶୁଣେଇ ଦେଇ ପାରିବି। ପବ୍ଲିସିଟି ମୁଁ ବି କରିପାରିବି। ରଖିଛି ମୁଁ ବି କିଛି ପରିଚାଳକ ରଖିଛି ଯେ କଳାକାରଙ୍କ ଠାରୁ କେମିତି ପରସେଣ୍ଟ ନିଅନ୍ତି ସେମାନେ କେମିତି କୁହନ୍ତି ଯେ ରେ ତୋରେ 8 ଲକ୍ଷ ଦରମା କରିଦେବି ତୁ ମତେ 1 ଲକ୍ଷ ଟଙ୍କା ଦବୁ ଏଇଭଳିଆ ମାଲିକଙ୍କ ମେନେଜର ପାଖରେ ଯାଇକି 10 ଲକ୍ଷ ଦରମା କରିବେ 2 ଲକ୍ଷ ଟଙ୍କା ନେବେ କିନ୍ତୁ 8 ଲକ୍ଷ ଦରମାରେ ସେ ଥିବେ। ସେଠି କର୍ମକୁ ବୁଝନ୍ତି ନାହିଁ ମାଲିକ ମାନେ କଣ ମାଲିକ ପଇସା କରୁଛନ୍ତି ଯଦି ହଉଛି ସେ ସଂସ୍ଥା ଚଳେଇବେ ତାଙ୍କ ଉପରେ ଟିକେ ବିଶ୍ୱାସ ରହେ ନା ହୁଁ ମାଲିକ ମାନଙ୍କର ହୁଁ ହୁଁ ତ ସେ କହିବେ ଆଜ୍ଞା ଇଏ ଲୋକ ରଖନ୍ତୁ କି ହୁଁ। ସେ ଭିତରିଆ କରିଦେଇଥିବେ ଏରେ ତୋର 6 ଲକ୍ଷ ଦରମା ମୁଁ ତୋର 10 ଲକ୍ଷ କରିଦେବି ତୁ ମତେ 1 ଲକ୍ଷ ଟଙ୍କା ଦବୁ। ଏଇ ନିଶ୍ଚିନ୍ତ ଏଇଟା ପ୍ରକାର ହଁ ହଁ ଅଛି ଏ ଅଛି ମୋ ପ୍ରକାର ବି ପାଖରେ କିଛି ଚାଲିଛି ପ୍ରମାଣ ଅଛି ହଁ। ମୁଁ ବି ପ୍ରମାଣ ରଖିଛି ଚାହିଁଲେ ମୁଁ ପ୍ରଡ୍ୟୁସ କରିପାରିବି। ଆଚ୍ଛା କଥାଟା ହଉଛି ଭାନୁ ମିଶ୍ର ହୁଁ 2 ବର୍ଷ ରହିଲେଣି ହୁଁ ଯଦି ମୋ କଥା ଯାତ୍ରା ବାଟରେ ଝଡ଼ ଝଗଡ଼ା ଗଣ୍ଡଗୋଳ ଏଇଟା ସବୁ କମନ ମ୍ୟାଟର। ହୁଁ କିନ୍ତୁ ଯଦି ମୁଁ ଯଦି ଭଲ ମାନେ ଯଦି ଅନୁଷ୍ଠାନ କ୍ଷତି କରିଥାନ୍ତି ମତେ ମାଲିକ 3 ବର୍ଷରେ କାହିଁ ଏଗ୍ରିମେଣ୍ଟ କରିଥାନ୍ତି। ହୁଁ 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 ନିଶ୍ଚିନ୍ତ ନିଶ୍ଚିନ୍ତ। ମାଲିକକୁ ବି ଆପଣ ପଚାରି ବୁଝିପାରନ୍ତି ମାଲିକ ଏବେ ବି ଜାଣିଛନ୍ତି ଯେ ବୁନୁ ଆସିବ। ନାଇଁ ମୁଁ ବି ଏ ବିଷୟରେ ତୁମକୁ ଜଣେଇ ନାହିଁ ହେଲା କି ହୁଁ ମୁଁ ଏ ବିଷୟରେ ଟିକେ ଲଗେଇଦେଲି କାରଣ ମୁଁ ଟିକେ ବୁନୁକୁ ଭଲ ପାଏ
ଆଜ୍ଞା ତେଣୁକରି ବୁନୁ 2 ବର୍ଷ ହେଲାଣି ରହିଛି ରାଜନନ୍ଦୀରେ। ମୁଁ ବି ବୁନୁ ସାଥିରେ କେତେ ଯୋଗାଯୋଗ କରେ କ'ଣ କରେ ସେଟା ବୁନୁ ଆଜ୍ଞା ଜାଣିଥିବ। ଆଜ୍ଞା ଟିକେ ଭଲ ପାଏ ବୋଲି ମୁଁ ଯେତେବେଳେ ପୋଷ୍ଟଟା ଦେଖିଲି ମୁଁ ସାଙ୍ଗେ ସାଙ୍ଗେ କ'ଣ କଲି ଲଗେଇଲି ପଲ୍ଲୀ ବାବୁଙ୍କୁ। ଆଜ୍ଞା ମୁଁ କହିଲି ଆଜ୍ଞା ମୁଁ ୟାଙ୍କର ନାଥ କହୁଥିଲି। ନା ହଁ କୁହ। ଟିକେ ଜାଣିପାରିଲିନି ତଥାପି ପରିଚୟ ଦେଲି କହିଲି। ମୁଁ କହିଲି ଆଜ୍ଞା ଆପଣଙ୍କର ୟାଙ୍କରିଂ ଯେ ସୁଧୀର ଥିଲା ଭଲ ପିଲାଟି କ'ଣ ସେ ଆଜ୍ଞା କ'ଣ ହେଲା ତାର କାହିଁ ଏମିତି ଗୋଟେ ପୋଷ୍ଟ କରିଛି ଫେସବୁକରେ ନା କ'ଣ ହେଇଛି। ମୁଁ କହିଲି ଆପଣଙ୍କର ଯେ ପରିଚାଳକ ଅଛନ୍ତି ଭାନୁ ବାବୁ ତାଙ୍କୁ କ'ଣ ଗାଳିମନ୍ଦ କରିକି ପରିଚୟ ପୋଷ୍ଟ କରିଛି ନା କ'ଣ ହେଇଛି ଏଟା ତ ମୁଁ ଦେଖିନି। ଆଚ୍ଛା ହଉ ମୁଁ ଦେଖିକି ତୁମକୁ ଜଣାଉଛି ଆଉ। ଆଜ୍ଞା ତାପରେ ମୁଁ ଭାନୁ ବାବୁ କି ଲଗେଇଛି ମୁଁ। ଭାନୁ ବାବୁ ମୋ ନମ୍ବରଟାକୁ ପ୍ରଥମେ ଉଠେଇଲେ। ସେ ତାଙ୍କ ପାଖରେ ମୋ ନମ୍ବର ସେଭ୍ ଅଛି। ସେଭ୍ଟାକୁ ଉଠେଇଲେ ଦେଖିଲେ ନାଥ କହୁଛି ବୋଲି ସାଇଲେନ୍ସ ରହିଲେ। ମୁଁ ଯେତେବେଳେ ଆଡ଼କୁ କହିଲି ମୁଁ କହିଲି ଆଜ୍ଞା ନନା ମୁଁ ନାଥ କହୁଥିଲି ନମସ୍କାର। ସେ ସେଠୁ କାଟିଦେଲେ ଯେତେବେଳେ ତାପରେ ମୁଁ ଆଉ ଥରେ ଯେତେବେଳେ 2 ଥର ଟ୍ରାଏଲ କଲି ଆଉ ଉଠେଇଲେ ନାହିଁ। ମୁଁ ଜାଣିଦେଲି ଯେ ମୁଁ ଭାଇ ଶୁଣନ୍ତୁ କହୁଛି ମୁଁ କହିଲି କହିବା ପାଇଁ ବାଧ୍ୟ ଯେହେତୁ ହେଲା କି ସିଏ ହଉଛି ଗୋଟେ କୁହନ୍ତିନି ମୁଁ ଭାଷା କହୁନି ଆପଣ ଭାଷା କହୁନି ସିଏ ହଉଛି ଗୋଟେ କୁହନ୍ତିନି ଥିଓରିକାଲ ମା ହେଲା କି ସିଏ ସବୁବେଳେ ସିଏ ଗୋଟେ ଇଗୋଜିମ୍ ଲୋକ। ସିଏ କହୁଛି ମୋ ପାଖରେ ନତମସ୍ତକ ହବ ମୁଁ ଚାକିରି କରିବ ନତମସ୍ତକ ହେବି ନାହିଁ। ଗୋଟ ତଳେ ସବୁ ବସିବ ନାଇଁ ନତମସ୍ତକ ମୁଁ ହେବିନି। ମୁଁ ଭଲ ପାଏ ମୁଁ ତାକୁ ସମ୍ମାନ ଦିଏ। ସେ ତା ମାନେ ହଉଛି ମୁଁ ଚାକିରି ପାଇଁ ତା ଓରିଡ୍ ନୁହଁ। ତାମାନେ ମୁଁ କହିବା କଥା ଡାଇରେକ୍ଟ ଯେ ମୋର ଆଣ ମତେ ଜବରଦସ୍ତ ଭଲ ପା। ହଁ ମୋ ଚାକିରି କଣ ଏବେ ତକ ବି ଅଛି ରାଜନୀତି ଚାକିରି ଅଛି। ବାବୁ ପଚାରୁଛ କହିଛି ଚାକିରି ନାହିଁ ମୋ ଚାକିରି ମୋର ଏବେ ତକ ଅଛି। ରାଜନନ୍ଦିନୀରୁ ମୁଁ ଯେତିକି ଡାଟା ନେଲି ରାଜନନ୍ଦିନୀରୁ ତମ ଚାକିରି କେହି ନେଇପାରିବେ ନାହିଁ। ହଁ ମୁଁ ମାଲିକର କିଛି କ୍ଷତି କରିନି। ମାଲିକ ମତେ ଭଲ ପାଆନ୍ତି। ତାଙ୍କର ଅଫିସିଆଲ ଲୋକ ମତେ ଭଲ ପାଆନ୍ତି। ମୁଁ ନାଁ କହୁନି ଅଫିସିଆଲ ଏତେ ବାବୁ ମତେ ଭଲ ପାଆନ୍ତି। ସିଏ ଭାନୁ ମିଶ୍ର କହିବା କଥା ଯେ ମୋ ପରେ ସେ ନତମସ୍ତକ ହଉ। ବାବୁଧର କହିଲେ ବୁନୁ ରହିବ। ସିଏ ସେଇଟା କହୁଛି ଇଗୋଜିମ୍। ସିଏ କହୁଛି ମତେ ଆସିବ ମୁଁ କାହିଁକି ତାଙ୍କୁ କହିବିନି। ମୁଁ ଚାକିରି କରୁଛି କାମ କରୁଛି ମୁଁ କାହିଁ ଇଗୋ ତାଙ୍କ ପାଇଁ ନତମସ୍ତକ। ମୁଁ ତାଙ୍କୁ ଭଲ ପାଏ ରେସପେକ୍ଟ ଦିଏ। ଯୋଉଠି ମାଲିକ କହିଲେ ଆଉ ସେଠି ସିଏ କହୁଛି ଯେ ମାଲିକ କହିବାକୁ ତାଙ୍କର ଇଗୋଜିମ୍ ଆସିବ ଯେ ମତେ ଓଭର ମାନେ ବାଇକଟ କରିକି ଯେ ମାଲିକ କହୁଛନ୍ତି ତାଙ୍କର ରଖିବ ଏଇଟା ତାଙ୍କର ଇଗୋଜିମ୍ ହେଲା କି। କିନ୍ତୁ ମୋ ଚାକିରି କରି ମୋ ଚାକିରି ଏବେ ତକ ବି ଅଛି। ମୁଁ ନିଜ ତରଫରୁ ମୁଁ ବି କହୁଛି ଆଜି ଫ୍ରେଙ୍କଲି ଆପଣଙ୍କୁ କହୁଛି ମୋର ବି ମତେ ରଖିବା ପାଇଁ ସେ ଏଗ୍ରିମେଣ୍ଟ କରିଛନ୍ତି। ମୋ ସ୍ୱାମୀ ସହିତ ଏଗ୍ରିମେଣ୍ଟ କରିକି ମତେ 20% ଆଡଭାନ୍ସ ଦେଇଛନ୍ତି। ଆଉ 80% ଆଡଭାନ୍ସ ଛୁଟ ଦେବାଟା ସେ ପଇସା ପାଇଁ ଓରିଡି ନୁହଁ। ମୁଁ ଗତ ବର୍ଷ ବି କମ ପଇସା ନେଇଥିଲି। ମୁଁ ଟିକେ ପଇସା ପଛରେ ନିଏ ମତେ ଦିଅନ୍ତି ବାବୁ ଦେଇଛନ୍ତି। ଆଚ୍ଛା ମୋ ତରଫରୁ ଗୋଟେ ବଡ ଭାଇ ତରଫରୁ କହୁଛି ଗୋଟେ କଥା। ତମେ ଶାନ୍ତିରେ ବର୍ତ୍ତମାନ ଚୁପଚାପ ହେଇ ଆଉ କିଛି ସେ ଭାନୁ ବାବୁ କି ଫାନୁ ବାବୁ ସାଥିରେ ଭୁଲ ନାହିଁ ଭୁଲ କହୁଛନ୍ତି ଭାଇ। ମୋ କଥା ଶୁଣ ତମେ ଡାଇରେକ୍ଟ ମୁଁ ନାଇଁ ମୋ କଥାଟା ଶୁଣନ୍ତୁ। ଆପଣ ଏଇଟା ଯୋଉ କହିଲେ ଏଟା ଭାଇଚାରା ହିସାବରେ କହିଲେ ନାଇଁ ମୁଁ କନଫିଡେଣ୍ଟାଲି କହୁଛି ସିରିୟସଲି କହୁଛି ରାଜନନ୍ଦିନୀରେ ଭାନୁ ମିଶ୍ର ଥିଲା ପରେ ମୁଁ ଚାକିରି କରିବିନି। ଏଟା ସିରିୟସ ଏଟା ବାବଦରେ ମତେ କେହି କହିଲେ ବି ବୁଝିବି ନାହିଁ। ମୁଁ ଯଦି ଆଜି ଭାନୁ ମିଶ୍ର ନଥିବ ମୁଁ ବିନା ଆଡଭାନ୍ସରେ ଚାକିରି କରିବି ବାପୁନ ପଲ୍ଲୀ ପାଖରେ ମାଲିକଙ୍କ ପାଖରେ। ଭାନୁ ମିଶ୍ର ଥିଲା ଯେ ମୁଁ ଚାକିରି କରିବିନି ରାଜନୀତିରେ। ଏଟା ପୁରା ସିରିୟସ କହୁଛି। ନାଇଁ ସେଇଟା ତ ବର୍ତ୍ତମାନ ସେଇଟା ହଉଛି ପଲ୍ଲୀ ବାବୁଙ୍କ ଉପରେ ନିର୍ଭର କରେ ହେଲା କି। ନାଇଁ ମୁଁ ବାବୁଙ୍କ ପାଖରେ ବାବୁଙ୍କର ମୋର କିଛି ନାହିଁ। ବାବୁ କହିଲେ ଆଜି କହିଲେ କାଲି ବାବୁ ପାଖରେ ଚାକିରି କରୁ। କିନ୍ତୁ ବାବୁ ଯେତେ ଯାହା କହିଲେ ବି ଭାନୁ ମିଶ୍ର ଯେ ମୁଁ ସେ ପାଠରେ ଚାକିରି କରିବି ନାହିଁ। ତୁମକୁ ଯେତେବେଳେ ମାଲିକ ମନା କରିଦବ କି ନାଇଁ ମୁଁ ସୁଧୀର ମାଲିକ ମନା କରିନାହାନ୍ତି। ମାଲିକ ମତେ ମନା କରିନାହାନ୍ତି। ମନା କରିବେ କେମିତି? ସେ ପଇସା ଦେଇଛନ୍ତି ମନା କରିବେ କେମିତି? ସେ ଭାବିଛନ୍ତି ସେ ମୁଁ ଆଖଡା ବେଳେ ଯାଇନି। ସେ ଭାବିଛନ୍ତି ବୁନୁ ଆମ ଛୁଆ ସେ ଆସିବେ ସେଟା ତାଙ୍କର କନଫିଡେନ୍ସ ଅଛି ବାସ୍। କିନ୍ତୁ ମୁଁ ଯେହେତୁ ବାବୁଙ୍କୁ ଫୋନ କରିନି ମୁଁ ତାଙ୍କର ଅଲଗା ଆସିଷ୍ଟାଣ୍ଟ ଲୋକଙ୍କୁ ଫୋନ କରି କହିଛି ଆଜ୍ଞା ଭାନୁ ମିଶ୍ର ଥିଲା ଯେ ମୁଁ ସେ ପାଠରେ ଚାକିରି କରିବି ନାହିଁ। ଆଜି ଭାନୁ ମିଶ୍ର ନଥିବ ମୁଁ କାଲି ବିନା ଆଡଭାନ୍ସ ଚାକିରି କରିବି। ଏଟା ରିଏଲ କଥା ମୁଁ ଅନ୍ତରର କଥା କହୁଛି। ଆଚ୍ଛା ଏ ବିଷୟରେ ବର୍ତ୍ତମାନ ଆଉ ଗୋଟେ ସିରିୟସ କଥା ଶୁଣନ୍ତୁ। ନାଇଁ ଏତିକି ଯେତିକି ରାଗ ନଥିଲା ସିରିୟସ କଥା ହଉଛି ପାର୍ଟି ଛୁଟି ହେଲା 2 ବର୍ଷ ପାର୍ଟି ଚାକିରି କଲି ମୁଁ। ବାବୁ ମତେ ଭଲ ପାଆନ୍ତି। ସେ କଣ କାମ କରେ ମୁଁ ଏତେ ପ୍ରଡ୍ୟୁସ କରିବା ପାଇଁ ଚାହୁଁନାହିଁ। ବାବୁ ଗୋଟେ କହିଥିଲେ ମୋ ଛୁଆର ଗୋଟେ ଛୋଟ ଅପରେସନ ହବାର ଥିଲା। ଯେହେତୁ ମୋ ସାଙ୍ଗରେ ମୋ ଛୁଆ ଅଛି 2 ବର୍ଷ ହେଲାଣି। ବାବୁ ମତେ କହିଥିଲେ ଯେ ବୁନୁ ତୋ ଛୁଆର ଅପରେସନ ହବ ତ ଯାହା ପଇସା ଖର୍ଚ୍ଚ ମୁଁ ଦେବି। ବାବୁ ଏ କଥା କହିଥିଲେ। ଯେତେବେଳେ ଛୁଟି ହେଲା ପାର୍ଟି
ଆଚ୍ଛା ମୋର ସବୁ ଯେତିକି ପ୍ରାପ୍ୟ ଦରମା ସବୁ ଦେଇ ଦେଇଛନ୍ତି ସବୁ କ୍ଲିନ୍। ହଁ ବାବୁ କହିଲେ ରେ ବୁନୁ ଯିବୁ ତୁ ଆଗ ଛୁଟି ଆଗରୁ ଅପରେସନ କରିଦେ। ହଁ ଯେହେତୁ ମୁଁ କହିଲି ବାବୁ ମୁଁ କହିଲି ଆଜ୍ଞା ମୁଁ ଯିବି ଆଜ୍ଞା ଆଖଡ଼ା ପୂଜା ଆସିପାରିବି ମୁଁ ଆଖଡ଼ା ପୂଜା ପରେ ଆସିବି ଏ କଥା ବାବୁ ଜାଣିଛନ୍ତି। ଆଚ୍ଛା ଦେଇ ସେଠୁ ମୁଁ ଅପରେସନ କରିବା ପାଇଁ ମତେ ଭାନୁ ମିଶ୍ର ପରିଚାଳକ ଆଚ୍ଛା ତାଙ୍କ ଗୋଟେ ପର୍ସନାଲ କଣ ତାଙ୍କ ରିଲେଟିଭ ବର୍ଷା ନର୍ସିଂ ହୋମ କଟକରେ ଆଚ୍ଛା ଛତ୍ର ବଜାରରେ ଆଚ୍ଛା ସେ କହିଲେ ବୁନୁ ତୁ ସେଠି ନେଇକି ଅପରେସନ କର ମୋ ଚିହ୍ନା ଜଣା ମୁଁ ଗୋଟେ ବିଶ୍ୱାସରେ ମୁଁ କହିଲି ଆଜ୍ଞା ଠିକ ଅଛି। ଦେଇ ସେଠି ମୁଁ ଗଲି ଆଚ୍ଛା ଯାଇକି ଗୋଟେ ଦିନ ରହିଲି ମୋ ଛୁଆକୁ ନେଇକି ଆଚ୍ଛା ପୁଅକୁ ନେଇକି ତାର ଛୋଟ ଅପରେସନ ହାର୍ନିଆ ଅପରେସନ ହବାର ଥିଲା ଆଚ୍ଛା ଯେ ଅପରେସନ ପାଇଁ ଗଲି ସେଠି ମୋର ଟେଷ୍ଟିଂ ବାବଦରେ ଖାଲି 12,000 ନେଇଗଲେ। ଆଚ୍ଛା 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 ଯେହେତୁ ଭାନୁ ମିଶ୍ର ପଠେଇଛନ୍ତି ମୁଁ ଏତେ ମାନେ ଡିସ୍କସନ କଲି ମାନେ ଖାଲି ଟେଷ୍ଟିଂ ଫେଷ୍ଟିଂ କଣ ବ୍ଲଡ ଟେଷ୍ଟ ଇସିଜି ଫିସିଜି କରି 12,000 ଟଙ୍କା ମତେ ନେଇଗଲେ। ଆଚ୍ଛା ସେଇ ତାପରେ ଅପରେସନ ଥିଏଟର ମୋ ଛୁଆକୁ ପଠେଇଦେଲେ। ଆଚ୍ଛା ଭିତରେ ପଠେଇକି ଆଜି ମୁଁ ଆପଣଙ୍କୁ ରିଏଲ କଥା କହୁଛି ଆଚ୍ଛା ମୋ ଛୁଆ ପୁରା କ୍ଲିନ୍ ଛୁଆ 2 ବର୍ଷ କାଳ ବାବୁ ଜାଣିଛନ୍ତି ମୋ ଛୁଆ ପୁରା ବ୍ରିଲିଆଣ୍ଟ ଛୁଆ। ତାକୁ ଅପରେସନ ଥିଏଟର ପଠେଇଦେଲେ କହିଲେ ଅପରେସନ ମାନେ ନିଶା ଇଞ୍ଜେକ୍ସନ ଯାକୁ ସେ ଥରୁଛି ଆଚ୍ଛା ସେ ତାର ଅମ ସମୟକୁ ତାକୁ ସେ କଣ ସେ ମେଣ୍ଟାଲି କଣ ସେଟା କୁହନ୍ତି କଣ ଏଟା କହିଥିଲେ ସେ ଏଇଟା ଟେଷ୍ଟିଂ କର ମୁଁ ନାଇଁ ମୋ ଛୁଆ ଅପରେସନ ମୁଁ ନିଜେ ଥିଲି ଆଉ ସେ କହି ମୋ ଛୁଆ ଥରିଲା ଆଚ୍ଛା ମୋ ଛୁଆ ଆଜି ବି ସେଠୁ ନେଇ ଆସିଲା ପରେ 2 ଦିନ ହେଲା ମୁଣ୍ଡ ହଉଛି। ଆଚ୍ଛା ମୁଁ ସେଇଠୁ ଭାନୁ ମିଶ୍ର ଫୋନ କଲି ମୁଁ ଆଜ୍ଞା ମୋ ଛୁଆକୁ ପଠେଇଲେ ମୋ ଛୁଆ ଯଦି ମରିଯାଇଥାନ୍ତା ଆଚ୍ଛା ଏଇ ବାରରେ ମୋ ତା ସହ ଆର୍ଗୁମେଣ୍ଟ ହେଲା ଆଚ୍ଛା କାହିଁକିନା ସେ ମୋ ଚିହ୍ନା କ୍ଲିନିକ ମୁଁ କ୍ଲିନିକ କଣ ମୋର କଣ ବାଲେଶ୍ୱର ଚିହ୍ନା ନାହିଁ ନା ଭଦ୍ରକ ଚିହ୍ନା ନାହିଁ ମୋର କଣ ମୁଁ ମାର୍କେଟ ମୋର ଚିନ୍ତାଧାରାରେ ହୁଁ ମୁଁ କହୁଥିଲି ତୁମେ ତ ଯାହା ହଉ ତୁମର ତ ବାବୁ ଅନେଇକି ବସିଛନ୍ତି ଯେତେବେଳେ ଆଡଭାନ୍ସ ଦେଇଛନ୍ତି ସବୁ ଶୁଣନ୍ତୁ ମୋ କରିଛନ୍ତି। କଥା ନାଇଁ ଶୁଣନ୍ତୁ ବାବୁ ଠିକ କଥାଟା ବୁଝନ୍ତୁ ଆଗେ ଭାଇ ହଁ ବାବୁ ଠିକ ଇଏ ଲୋକ କିନ୍ତୁ ଠିକ ନୁହଁ ଇଏ ସବୁବେଳେ ପିସିଖିଆ ମେଞ୍ଜର ଇଏ ମୁଁ କହିଲି ସେଇଟା ତ ଏ ତାଙ୍କୁ ସବୁ ସୁବିଧା କ୍ଷେତ୍ରରେ ହବ। ଆହୁରି ଶୁଣନ୍ତୁ ମୁଁ ଯେହେତୁ କଥା ଆପଣ ପଚାରିଲେ ମୁଁ କହିବି ମୁଁ କହିବାକୁ ଡରେ ନାହିଁ ମୁଁ ଆଜି ବି ଚାହିଁଲେ ତାର ଭାନୁ ମିଶ୍ରର 100 ରେକର୍ଡିଂ ମୁଁ ରଖିଛି 100ଟା ଗୋଟେ ନୁହଁ 100ଟା ରେକର୍ଡିଂ ରଖିଛି ସାଇତିକି ରଖିଥାଅ ଯେ ସିଫ୍ଟିଂ ଯେତେବେଳେ ମତେ ରାତି ବେଳେ କଣ ଫୋନ କରେ ବୁନୁ କୋଉଠି ମଦ ମିଳିବ କଣ ଏଟା ଫ୍ରାଙ୍କଲି କହୁଛି ଆପଣଙ୍କୁ ହଁ 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 ଯେ ମିଳିବ ସିଏ ମୋ କତରୁ 2 ବର୍ଷ ଭିତରେ 3 ଟଙ୍କା ମଦ ଖାଇଛି ତା ଯଦି ମୁଁ ପ୍ରମାଣ ଦେଇଦେବି ଆଚ୍ଛା ଯାତ୍ରାଟା ଫସିଯିବ ସେ ଜାଣିଛନ୍ତି ରାତିରେ କୋଉଠି ସେ ଏକଟା ଭାନୁ ମିଶ୍ର ଶୁଣିଲେ ସେ କହିପାରିବ ଯେ ମତେ ମଦ ମଗାଏ କଣ କରେ ମୁଁ ସେଇଟା ବୋଧରେ ମୁଁ କହିବା କଥା ସୁଧୀର ବର୍ତ୍ତମାନ ଯାତ୍ରା ଜଗତରେ ଏଇଭଳି କେତୋଟି ପରିଚାଳକ ଅଛନ୍ତି ହଁ ମୋ କହିବା ଯୋଉମାନେ କଥା ତମେ ଗୋଟେ ମୁଁ ଛାଡ଼ନ୍ତୁ ମୁଁ ଯାତ୍ରା ଗୋଟେ କଥା ଛାଡ଼ିନି ମତେ ଗୋଟେ ମେଡିକାଲ ପଠେଇଲେ ମୋ ଛୁଆର ଜୀବନ କଥା ଠିକ ତମେ ସେଠି ମାନେ ମୁଁ ଏ କଥାଟା ଶୁଣିକି ତ ମୋ ଦେହ ଜଳି ଯାଉଛି। ସେଠି ପିସି କଥା ମୁଁ ସେଠି ଶୋଧିଲି ଏ ରେକର୍ଡିଂ ମୋ ପାଖରେ ଅଛି ମୁଁ ଶୋଧିଲି ମୁଁ ନନା କଣ ଆପଣ ପଠେଇଦେଲେ ମୋ ଛୁଆକୁ ମାରିବେ ନା କଣ ପଇସା କଥା କଣ ସେ ମତେ ପଠେଇକି ମୋ ଛୁଆ ଜୀବନ ନେଇଯିବେ ନା କଣ ଯିଏ ସେଠି ନିଜର କଣ ସ୍ଥାପର ପିଲା ମେଡିକାଲରେ ତାକୁ ସେଠି ପିସି ଖୋଜୁଛି ସେ ମେଡିକାଲ ବାଲା ଇସିଜି ଆଉ ବ୍ଲଡ ଟେଷ୍ଟ ପାଇଁ 3.5 ଟଙ୍କା ଲେଖିଛି ଆପଣ କୁହନ୍ତୁ ଜୟ ଜଗନ୍ନାଥ ପ୍ରଭୁ ଦେଖିଲ ଓଡିଶାରେ କୋଉଠି ଇସିଜି ମେଡିକାଲ ମାନେ ବ୍ଲଡ ଟେଷ୍ଟ ପାଇଁ 7 ଟଙ୍କା ମତେ କୁହନ୍ତୁ ବ୍ଲଡ ଟେଷ୍ଟ ଅତି ବେଶୀ 200 କି 500 ଇସିଜି ହେଲେ 700 କି 800 1000 1500 ହବ 1000 ଟଙ୍କା ହଉ 1500 ଟଙ୍କା ହଁ ସେ ମୋର 3.5 ଟଙ୍କା ଲିଷ୍ଟ କରିଛନ୍ତି ରୁମ୍ ମତେ ଦେଇଦେଲେ ରୁମ୍ ଯୋଉଠି 5 ଦିନ ଲଜିଂ ରହିଲେ 1000 ଟଙ୍କା ସେ ମତେ 2000 ଟଙ୍କା ଲିଷ୍ଟ କରିଛନ୍ତି ମତେ କୁହନ୍ତୁ ଏଇଟା କାହିଁକିନା ମୁଁ ଭାନୁ ମିଶ୍ର ବିଶ୍ୱାସ ଯାଇଥିଲି ନା ହଁ ସିଏ ସେ ବାଟେ ପକେଇକି ସେ ବାଟେ ମାଲିକକୁ ଦେଖେଇକି ହେଲା ନେଇଯାଇଥିବ ମତେ ଆଗ ପଛ ମୁଁ କହିଲି ଇଏ ଲୋକ ମତେ ମାରିଲା ମୋ ଛୁଆର ଜୀବନ ନେଇଯିବ ସେଇ ଜିନିଷଟା ତାଙ୍କ ପରଦା ଫାସ ବହୁତ ଜଲ୍ଦି ହବାକୁ ଯାଉଛି। ବାବୁ ଶୁଣନ୍ତୁ ଭାଇ ବାବୁ ରାଜନ ମାଲିକ କ୍ଲିୟର ଆଣ୍ଡ ପିଓର ଆଣ୍ଡ ପରଫେକ୍ଟ ଆହୁରି କଥା କହିବି ଆପଣ ରହିବି ବ୍ରେକ୍ କରିବେ ମୁଁ ସବୁ କଥା କହିଦେବି ବାବୁ ହଉଛନ୍ତି ବାବୁ ଗୋଟେ କଥା କୁହନ୍ତି ତମେ କୋଉଠି ଗଣ୍ଡଗୋଳ କରିଦେଲ କେସ୍ କରିଦେଲ ମୁଁ ସମାଧାନ କରିବି କି ଯାତ୍ରା ଗୋଟେ ଚୋରି ଜାନାକାରୀ କରିବ ନାହିଁ ଏଇଟା ବାବୁ କହନ୍ତି ସୁତିଆବୁ କହନ୍ତି କିନ୍ତୁ ଇଏ ଭାନୁ ମିଶ୍ର ତାର ରେକର୍ଡ ଅଛି ଇତିହାସ ଅଛି ଭାନୁ ମିଶ୍ର ଗୋଟେ ରାଣ୍ଡୁଆଟା ସେ ଆଗରୁ ବହୁ ଆଗରୁ ହେଲା ଇତିହାସ ଅଛି ସିଏ ମତେ ଗୋଟେ କଥା କୁହନ୍ତୁ ବଡ କଲେ ଲୀଳା ଛୋଟ କଲେ କିଳା ସେଇ ତ ଆଜିର ସମାଜ ମୁଁ ଆପଣଙ୍କୁ କହୁଛି ତପନ ହିରୋ ଗୋଟେ ବିନି ପ୍ରଥମ ବର୍ଷ ଗୋଟେ ରାଜଧାନୀ ଥିଲା ସେଠି ସେ 3 ପ୍ରେମ କଲା ତାକୁ ବାଡେଇ ବୁଡିକି ବିଦା କରିଥିଲେ ବିନି ଆସିଲା ସିଏ ଗୋଟେ ପର ସ୍ତ୍ରୀ ତାର ଗୋଟେ ଝିଅଟେ ତାକୁ ତପନ ସାର୍ ଆସି ପ୍ରେମ କଲା ତାକୁ ଆସିକି କପୁଲ ରୁମ ଦେଇଦେଲ ରୁମ ମ୍ୟାନେଜର ଦେଇକି ବାବୁ ଏଟା ଜାଣିନାହାନ୍ତି ସେ ବାବୁ ଯେତେବେଳେ କ୍ୱେଶ୍ଚନ କଲେ ବାବୁ କହିଲେ ଏ ଯାତ୍ରା ଗୋଟେ ହିରୋ ବିଦା କରିଦବା ହିରୋ ହିରୋଇନ ବିଦା କରିଦବା ଆମେ ସେ ଯାହା କରୁଛନ୍ତି କରନ୍ତୁ ଏଟା 3 ମାସ କାଳ ରୁମ ଦେଇଛନ୍ତି ତପନ ବିନିକି ପିଣ୍ଟୁ ମ୍ୟାନେଜର ରୁମକୁ ଦେଇଛନ୍ତି ଭାନୁ ମିଶ୍ର ସବୁ ମାଲିକ କିଛି ଜାଣିନାହାନ୍ତି
ମାଲିକ ମାନେ କ୍ୱେଶ୍ଚନ କରୁଛନ୍ତି ସେଟା କହିଛନ୍ତି ଆମ ଯାତ୍ରା ହିରୋଇନ ବିଦା କରିଦେବା ଯାତ୍ରା ବନ୍ଦ କରିଦେବା ଏଇ ସବୁ ଅଲଗା ବାହାନା କରୁଛନ୍ତି ଆଚ୍ଛା 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 ହେଲା କି ତପନ ରୁମ ଦେଇଛନ୍ତି ଯାତ୍ରା ପାର୍ଟିରେ ସେ ଅନୁଷ୍ଠାନ ପ୍ରତ୍ୟେକ ଦିନ ରାତି ପାଇଲେ ତୁମେ ଆଙ୍କର ସେ ପାର୍ଟିର କଣ ହେଲା ନିଶ୍ଚିନ୍ତ ବାବୁ କହିଛନ୍ତି ମୁଁ ଏ ପାର୍ଟିରେ ଥିଲି 2 ବର୍ଷ ହେଲାଣି ମୁଁ ଆଙ୍କରିଂ କରେ ଆଜି ଯିଏ ଯେତେବେଳେ ଯିବ ମୁଁ ପାର୍ଟ କରେ ସବୁ ବାବୁ ଜାଣିଛନ୍ତି ବାବୁ ମତେ ବୋଲେ ମୁଁ ଅନ୍ୟ କାମ କରୁଛି ମୁଁ ସେଟା କହିବେନି ପ୍ରଡ୍ୟୁସ କରିବା ପାଇଁ ଚାହୁଁନି ବାବୁ ଜାଣିଛନ୍ତି ସେଥିପାଇଁ ବାବୁ ମତେ ଭଲ ପାଆନ୍ତି ଇଏ ସବୁବେଳେ ଅଣ୍ଡରଷ୍ଟାଣ୍ଡ କରିକି ଯେ ବାବୁ ମାନେ ସବୁ ପରେ ମୁଁ ଜାଣିଛି ତୁମେ ଜଣେ ଅନୁଷ୍ଠାନିକ ଲୋକ ଯିଏ ତାଙ୍କୁ ପ୍ରକୃତ ଓନର ଯିଏ ସେ ଅନୁଷ୍ଠାନିକ କଳାକାରଙ୍କୁ ହିଁ ଭଲ ପାଆନ୍ତି ବାବୁ ମତେ ଭଲ ପାଆନ୍ତି ବାବୁ ବି ସେଥିପାଇଁ ମତେ ବାବୁ ହିଁ ଡାକେ ଭାନୁ ମିଶ୍ର କରେ ଭାନୁ ମିଶ୍ର ଇଗୋ ବାବୁ କାହିଁ କରିଦେଲେ ମତେ କାହିଁ ପଚାରେ ମାନେ ତାର ଇଗୋ ହେଲେ ମତେ କଣ ସିଂହବାହିନୀ ପାର୍ଟି ମାଲିକ ସେଇଥିପାଇଁ ଛୁଟିରେ ପଇସା ମୋର ଯୋଉ ବାବୁ ଦେଇଥାନ୍ତେ ତାକୁ ଇଏ ବେକରି କାହିଁ ସେ ଆସିବ ବଳେ ସେ କହିଲେ କଣ ହେ ସେ ସୁଧରେ ଆସିବ ବଳେ ମାନେ ମୁଁ 8 ବର୍ଷ ପଳେଇଥିଲି ହେ ବାବୁ ନିଜ ଲୋକ ପ୍ୟାର ମହବତ ସିଏ ସେଇ ଭାବିକି ଆଜ୍ଞା ଖାଲି ନାଥ ଭାଇଟା ଭୋକ ବିକଳରେ ତାଟିଆ କାମୁଡିକି ସେ ସିଂହବାହିନୀ ମାଲିକଟାକୁ ଟିକେ ଆକ୍ଷେପ କରୁଛି ନାଇଁ ମାଲିକ କେବେ ଖରାପ ନୁହନ୍ତି ମୁଁ କହିଲି ସିଂହବାହିନୀ ମାଲିକର ଦୋଷ ନାହିଁ ମାଲିକଟା ବହୁତ ଭଦ୍ର ଲୋକ ମାଲିକକୁ ଚଳିବା ଲୋକ ଖରାପ ଆଜ୍ଞା ଆଜି ମୁଁ ଫକୁକୁ ଯଦି ଏତେ କଥା କହୁଛି ତାର ସତସାହସ ଅଛି ସେ ମତେ ସାମ୍ନା କରୁନି କାହିଁ ମତେ ଦିନେ କେବଳ ଫୋନ କରୁଛି ମୁଁ ଆଜି ଶୁଣନ୍ତୁ ଭାଇ ମୁଁ ଆଜି ପୋଷ୍ଟ କରିଛି ଭାନୁ ସଂସାଦ ମତେ ଫୋନ କରୁନାହିଁ ଆଚ୍ଛା ଫୋନ କରୁନାହିଁ ଫୋନ ବାବୁ ମତେ ଫୋନ କରେ ବାବୁ ଅଲଗା ଲୋକ ମାନେ କହିଲେଣି ଯେ ବୁନୁ ମୋ ଛୁଆ ଆସି କହିଲେଣି ଚୋର ସବୁବେଳ ପାଇଁ ଟାଣ ଚୋର ଜମା ଫୋନ କରିବ ନାହିଁ କେବେ ତତେ ଫୋନ କରିବ ନାହିଁ ବାବୁ ଯଦି ଯୋଗାଯୋଗ କରିପାରିବେ ଇଏ ତାକୁ ଦାବି ଦଉଛି ସିଏ ଯାଉ କଣ ହେଲା ମୁଁ ଅଲଗା ଲୋକ ଆଣିଦେବି ଏଇଭଳିଆ ଭାନୁ ମିଶ୍ର କହୁଛି ତାଙ୍କୁ ମୁଁ ମୋ ସେଠି ଲୋକ ନାହାନ୍ତି କି ମତେ କହୁଛନ୍ତି ଆଚ୍ଛା ହଉ ଏ କଥାଟା ମୋ କାନରେ ପଡିଛି ମାନେ ନିଶ୍ଚିନ୍ତ ମୁଁ ପଲେଇ ବାବୁଙ୍କୁ ଆମେ ଯାତ୍ରା ମାଲିକ ବୋଲି ଜାଣିଛୁ ସିଏ ଆମକୁ କିନ୍ତୁ ଜାଣିନାହାନ୍ତି ମାଲିକ ମୁଁ କହିଲି ଆପଣ ପିରାମିଡ ପରଫେକ୍ଟ ଲୋକ ସେ ମୋ ଟଙ୍କା ରଖିନାହାନ୍ତି 2 ବର୍ଷ ଭିତରେ ବାବୁ ମତେ ବହୁତ ଭଲ ପାଆନ୍ତି ବାବୁ ମତେ ବେଳେ ଫୋନ କରନ୍ତି ରେ ସୁଦ୍ର କଣ ମୁଁ କେବେ ଜୀବନରେ ଫୋନ କରିନି ବାବୁଙ୍କୁ ଆଜ୍ଞା ଇଏ ସେ କଲା ଯାହା ମୋର ଚିନ୍ତାଧାରା ହଉଛି ହୁଏତ ତୋ କଥା ସତ ହେଇପାରେ କିନ୍ତୁ ପଲେଇ ବାବୁ ତତେ ଛାଡିବାନି ତୋ ପାଇଁ ବରଂ କିଏ ସେଠୁ ଚାଲିଯିବ କିନ୍ତୁ ତୁ ହିଁ ରହିବୁ ରାଜନନ୍ଦିନୀ ଏଇଟା ମୁଁ କନଫର୍ମ ତତେ କହିଦଉଛି ଶାନ୍ତିରେ ରହ ଆଉ ଆଗକୁ ଦେଖେ ମୁଁ ଆଜି ଖାଲି ତୁ ମତେ ଟିକେ ସହଯୋଗ କର ଏଇ ଯୋଉ ଭଳିଆ ଡଲାର ଆହୁରି ଭାଇ ଶୁଣ ଭାଇ ଗୋଟେ କଥା ସେ ଯେତେବେଳେ ମତେ ଫୋନ କରିଛି ରାତିରେ ମତେ ଭାଇ ମୁଁ ସେଇଟା କରି ଦରକାର ବେଳେ ପ୍ରଡ୍ୟୁସ କରିପାରିବି ସେ ଭାବୁଛି କଣ ମତେ ଭାବୁଛି ବୁନୁ ମୋ ଆକ୍ଚୁଆଲି ରିଅଲ କଥା ଆପଣଙ୍କୁ କହୁଛି ମୁଁ ତା ସାଙ୍ଗରେ ମିଶେ ମୁଁ ଅନେକ ତାର ପ୍ରମାଣ କଥା କହିଲି ରାତିରେ ସେ କୁଆଡେ ଝାଡା ଯାଏ ମତେ ଫୋନ করে ମୁଁ ଏଇଠି ଝାଡା ଯାଉଛି ମୁଁ ତାର ଅନେକ ପ୍ରମାଣ ରଖିଛି ଅନେକ ଦରକାର ବେଳେ ପ୍ରଡ୍ୟୁସ କରିପାରିବି ତେଣୁକରି ସେଇଟା ମହଜୁଦ କରି ରଖିଥା ସମୟ ପଡିବ ଏଇ ନାଥ ଭାଇ ମାଗିବ ମତେ ଦବୁ ମୁଁ ତାଙ୍କ ସେଇଭଳି ଲୋକ କେତେଟା ଯୋଉ ଯାତ୍ରା ପାର୍ଟିରେ ଅଛନ୍ତି ସମସ୍ତଙ୍କର ଏକା ବେଳକେ ମୁଁ ଓଡିଶା ଦର୍ଶକଙ୍କ ପାଖରେ ପହଞ୍ଚେଇବି ଦେଖନ୍ତୁ ଆଜ୍ଞା ମତେ ଆହୁରି କଣ କହିଛ ଶୁଣନ୍ତୁ ଭାଇ ମତେ କଣ କହି ଶୁଣନ୍ତୁ ଭାନୁ ମିଶ୍ର ଶୁଣନ୍ତୁ ହ୍ୟାଲୋ ଶୁଭୁଛି ଶୁଭୁଛି ଯୋଉ ଭାନୁ ମିଶ୍ର ପ୍ରଥମ ବର୍ଷ ଥିଲା ସୁଭାଶିଷ ଶୁଣନ୍ତୁ କେହି କିଏ ଦୈତାରୀ ପଣ୍ଡା ହେଇପାରିବନି କିଏ ସଞ୍ଜୟ ହେଇପାରିବନି କିଏ ପିୟୁଷ ହେଇପାରିବ ସିଏ ପରା ତାର ସୁଭାଶିଷ ହଉଛି ତାର କଣ କଥା ଶୁଣନ୍ତୁ ସୁଭାଶିଷ ତାର ମିମିକ୍ରି କରେ କଣ ଭଲ ମନ୍ଦ କରେ ତାର 8 ଲକ୍ଷ ଦରମା ହଉଥିଲା ମୁଁ ସେ ଜାଗାରେ ଅଧା ଦରମାରେ ଅଛି ହେଲା କି ସୁଭାଶିଷ ଏଙ୍କରିଂ କରି ଘରକୁ ପଳାଏ ପାର୍ଟ ବି କରେନି ମୁଁ ପାର୍ଟିରେ ଏଙ୍କରିଂ କରିଛି ଯିଏ ଯେତେବେଳେ ଯାଏନି 2 ବର୍ଷ ହେଲା ମୁଁ କରିଛି ପାର୍ଟ କଣ କରିଛି ଏଇଟା ମୋ ମତଲବ ନାହିଁ 8 ଲକ୍ଷ ସୁଭାଶିଷ ନଉଥିଲା ତା ଦେହରୁ 2 ଲକ୍ଷ ପରସେଣ୍ଟ ଯାଉଥିଲା ମାନେ ପରା ସେ ପରା ମେସେଜ ଆସୁଛି ମୁଁ ନେଇ ଆସିବି ବାବୁ କିନ୍ତୁ ଚାହୁଁନା ତାକୁ ରଖିବାକୁ ତାଙ୍କ ସବୁବେଳେ ଇଏ ଲସ୍ ଯେଠୁ ପିସି ପାଇବ ତାକୁ ଇଏ ପୁରେଇବ ତାକୁ ରଖିଲେ ସେ 3 ଲକ୍ଷ ଟଙ୍କା ତାଠାରୁ ପାଇବ ତେଣୁ କଥା ବାବୁ ଜାଣିଛନ୍ତି ବାବୁ ବୁଝିଗଲେଣି ବାବୁ ତା ପ୍ରଥମ ବୁଝି ପାରୁନଥିଲେ ବାବୁ ଏବେ ବୁଝିଗଲେଣି ତ ସିଏ ହଉଛି ପିସିକିଆ ମ୍ୟାନେଜର ହେଲା କି ଆହୁରି ପାର୍ଟି କମିଟିରେ କଣ ଖାଏ କଣ ସବୁ ଜାଣି ମୁଁ ସେଟା କହିବା ପାଇଁ ଚାହୁଁନି ଆଡକୁ ଗଲେ ତ ବାପା ମୋ ପାଖରେ ଯେତିକି ପ୍ରମାଣ ଅଛି ହେଲା ତେଣୁ ସେ କଥା ମୁଁ କହିବା ପାଇଁ ଚାହୁଁନାହିଁ ହେଲା କି ମୁଁ କହୁଛି ତମେ ତମ ଜାଗାରେ ତମକୁ ଆମେ ସମ୍ମାନ ଦଉଛୁ ତମେ ଲୋକଙ୍କ ଚାକିରି ଖାଇ ମୋ ଚାକିରି ଖାଇନାହାନ୍ତି ମୁଁ କଣ କଲି ଏ ବର୍ଷ ଜାଣିଛୁ ତ ସୁଧୀର ଆଜ୍ଞା ମୁଁ ଯାହା ପାଇଁ ଯାତ୍ରା ଜଗତ ଏ ବର୍ଷ ଛାଡି ଦଉଛି ଟୋଟାଲି ଯାତ୍ରା ଜଗତକୁ ଯିବିନି ସିଂହ ବାହିନୀ ମାଲିକ ଖରାପ ନୁହନ୍ତି ଆପଣ କାହା ପାଇଁ ଛାଡୁଛନ୍ତି ମୁଁ ଜାଣିଛି ନାଇଁ ମୁଁ ଆଉ କୌଣସି ଯାତ୍ରା ପାର୍ଟିରେ ନାହିଁ ଚାକିରି ମୁଁ ଯାଉନି ମୁଁ ବର୍ତ୍ତମାନ ପାଇଁ ଖାଲି ବୁଲିବି
ଯୋଉ ଏଇଭଳି ଯୋଉ ଚୋର ପରସେଣ୍ଟ ଖିଆ ପରିଚାଳକ କେତୋଟି ଅଛନ୍ତି ତାଙ୍କର ସବୁ ଗୁମର ଡାଟା ମୁଁ 2001 ମସିହାରୁ ଜଣଙ୍କର ଡାଟା ପାଇଲାଣି। ହେଲା ଭାଇ ମୋର 150 ପ୍ରମାଣ ତମ କଣ ଭିଡିଓ ଭାଇରାଲ କରି ଭାଇ ଉଡେଇବି। ମୁଁ କେବଳ ଏଇଭଳି ପୋଷ୍ଟ କରିବି, ଓଡିଶା ଦର୍ଶକଙ୍କ ପାଖରେ ପହଞ୍ଚେଇବି। ଆଉ ଦର୍ଶକ ତା ଭିତରେ କେତେ କମେଣ୍ଟ ଦଉଛନ୍ତି ଖରାପ, କେତେ ଭଲ ଦଉଛନ୍ତି। ଯୋଉମାନେ ଖରାପ ଦଉଛନ୍ତି ସେ କାହିଁ ଦଉଛନ୍ତି ଆମେ ବି ଜାଣିଛୁ। ଭାଇ ଯିଏ ମୋ କହିବା କଥା ଶୁଣନ୍ତୁ, ଆମେ ଗୋଟେ ପୋଷ୍ଟ କରୁଛୁ ତା ଦେହରେ ଆମେ ସମସ୍ତେ ଆମର ସମସ୍ତେ ଭଲ କି? ସମସ୍ତେ କଣ ନବୀନ ପଟ୍ଟନାୟକ ପଛରେ ଲୋକ ଗାଳି ଦଉଛନ୍ତି, ମୋଦି ପଛରେ ଲୋକ ଗାଳି ଦଉଛନ୍ତି। ଭାଇ ଆମେ ପରସେଣ୍ଟ ଦେଖିବା ଯେ 100ରୁ କେତେ ପରସେଣ୍ଟ ଭଲ କହୁଛନ୍ତି, କେତେ ପରସେଣ୍ଟ ଖରାପ କହୁଛନ୍ତି। ଓକେ 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 ରାଇଟ୍। 20% ଖରାପ ଦେଲେ ଆମେ ବୁଝିବା ନାହିଁ। ବାସ୍ ବାସ୍ ବାସ୍। ଆମର 80% ଭଲ ଦରକାର। ଯଦି ଆମର 20% ଖରାପ ମାନେ ଭଲ ହଉଛି, 80% ଖରାପ ହଉଛି, ସେଇଠି କହିବେ ସାର୍ ଆମେ ଭୁଲ କହୁଛୁ। ତେଣୁକରି ଆଜିର ଯାତ୍ରା ଜଗତରେ ମାଲିକ ମାନେ କାହିଁକି ଖରାପ ହେଇଯାଉଛନ୍ତି, କାହିଁକି ଆମେ ଖରାପ କହିଦଉଛୁ ବେଳେ ବେଳେ ଗୋଟେ ମାଲିକଙ୍କୁ। ଏଇଭଳି ଚୋର ପରିଚାଳକ ମାଲିକ ମାନେ କଣ ଆସୁଛନ୍ତି ଯାତ୍ରା ପଟେ ଆସୁଛନ୍ତି କି? ନା, ମାଲିକ ମାନେ ଆସୁନାହାନ୍ତି। ମାଲିକକୁ ଟ୍ୟୁସନ କରିବା ଲୋକ ମ୍ୟାନେଜର ମାନେ। ମ୍ୟାନେଜର ଯାହାକୁ ଯେହେତୁ ସେ ଛତା ଚଳେଇବେ। ଆଜି ପାର୍ଟି ମାଲିକ କଣ ସ୍ତୁତି ହବ ଆସିବେ କି? ଭାନୁ ମିଶ୍ର ଆସିବ। ନିଶ୍ଚିନ୍ତ ନିଶ୍ଚିନ୍ତ। ଯଦି ଆମେ ଭଲରେ ଥିବା ଚାହିଁଲେ ଆମେ ଯଦି ଇଚ୍ଛା ଥିବ ସେ ଆମକୁ ଖରାପ ପ୍ରଡ୍ୟୁସ କରିଦେବେ। ଟିକେ ଲଙ୍ଗ ଟାଇମ ଆମର ଟିକେ ଆଡେ ଟିକେ ମୋର ଟିକେ ବ୍ୟସ୍ତ ଥିଲି, ତଥାପି ଏଇ କଥାଟା ବୁଝିବା ପାଇଁ ଟିକେ ଲଗେଇଦେଲି। ଯାହା ହଉ କିଛି କଥା ମୁଁ ଶୁଣିଲି। ଆଗକୁ ଯାତ୍ରାର କେହି ନହେଲେ ଯାତ୍ରାର ରିଟାୟାରମେଣ୍ଟ ଆଙ୍କର ହିସାବରେ ମୁଁ ଆଗକୁ ବାହାରୁଛି ଓଡିଶାରେ। ସିନିୟର ତମେ, ଆମେ ଛୁଆ ହେଇଛୁ, ତମେ ସେଟା କଣ କଥା? ତେଣୁକରି ମୁଁ ଆଗକୁ ବାହାରୁଛି କେବଳ ଯାତ୍ରା ଜଗତରେ ଏଇଭଳି ଚୋର, ଟାଉଟର, ଦଲାର ଆଉ ପରସେଣ୍ଟ ଖିଆ ପରିଚାଳକର ଗୁମର ସବୁ ଖୋଲିବା। ଆହୁରି କହିବ ମୁଁ ପ୍ରମାଣ ଦେଇଦେବି, ଭିଡିଓ ପ୍ରଡ୍ୟୁସ କରି ପ୍ରମାଣ ଦେଇଦେବି। ମୁଁ ରଖିଛି ପ୍ରମାଣ, ଖାତାରେ କୋଉଠି ଗପୁନି। ସେତିକି ତ ମତେ ଟିକେ ସବୁ ମାନେ ଯେତେ ଯାତ୍ରା ପାଟିରେ ଆମର ଯେତେ ୟାଙ୍କର ବର୍ତ୍ତମାନ ନୂଆ ଠାରୁ ପୁରୁଣା ଯୋଉ ଅଛନ୍ତି, ମୁଁ ସମସ୍ତଙ୍କ ସାଥିରେ ଯୋଗାଯୋଗ ରଖିଛି, ସମସ୍ତଙ୍କୁ ବି ହେଲ୍ପ ମାଗିଛି। ବାବାରେ ମତେ ଏଇ ବିଷୟରେ ଟିକେ ହେଲ୍ପ କରିବ। ସେ ଆମ କଥାରେ ଆମେ ସବୁ କରିବୁ, ଦେଖି ଆମ କଥାରେ ହସ୍ତକ୍ଷେପ କରିବ ସେ। ଆଉ ବିଶେଷ କରି ଆଜିର ଯାତ୍ରା ଜଗତରେ ଦର୍ଶକଙ୍କୁ ଆମେ ବି କହିବା, ମାଲିକ ମାନଙ୍କୁ ବି ଟିକେ ଜଣେଇବା, ଯିଏ ଆପଣଙ୍କର ପରିଚୟ ଦଉଛି, ଯିଏ ଆପଣଙ୍କ ପାର୍ଟିର ପରିଚୟ ଦଉଛି, ପ୍ରଥମ ଉପସ୍ଥାପନା କରୁଛି, ଆପଣ ଆଜି ଗୋଟେ କଳାକାରର ଦରମା ଯେତେବେଳେ କୋଟିଏ ପହଞ୍ଚେଇ ପାରୁଛନ୍ତି, ସେ ଲୋକର ପେଟ ପାଟଣା ଆଉ ସେ ଲୋକର ଦରମା ଉପରେ ଟିକେ ନଜର ଦିଅନ୍ତୁ, ପ୍ରାପ୍ୟ ଠିକ ଭାବରେ ଦିଅନ୍ତୁ। ବାସ୍ ବାସ୍, ଏଇଟା ବଢିଆ କଥା କହିଲ ଭାଇ, ଏଟା ଜାଣନ୍ତୁ ସେ। ହଉ ହଉ, ରହିଲି ସୁଧୀର, ଜୟ ଜଗନ୍ନାଥ। ହଁ ଭାଇ, ଜୟ ଜଗନ୍ନାଥ।